କାହିଁକି ଛୋଟ ଗ୍ରାମୀଣ ପରିବେଶରେ ରହୁଥିବା ପରିବାରର ସଦସ୍ୟମାନେ ମଧ୍ୟ ବେକାର ଏବଂ ଅଶ୍ଳୀଳ ରିଲ୍ ଅଥବା ସର୍ଟସ୍ ବନାଉଛନ୍ତି। ଆରେ ଭାଇ, ତୁମେ କ'ଣ ଇନଷ୍ଟାଗ୍ରାମ ଚଲାଅ? ତାପରେ ପୁରୁଷୋତ୍ତମ ଗୋଟିଏ ଇନଷ୍ଟାଗ୍ରାମ ଆକାଉଣ୍ଟର ନାଁ କହି ଯଶୋବନ୍ତକୁ ଫଲୋ କରିବା ପାଇଁ କହିଲା। ଯଶୋବନ୍ତ ସେହି ଆକାଉଣ୍ଟକୁ ଫଲୋ କରିସାରିବା ପରେ ପୁରୁଷୋତ୍ତମ ପଚାରିଲା, ଭାଇ, ଆକାଉଣ୍ଟଟି କେମିତି ଲାଗିଲା? ଯଶୋବନ୍ତ ଭଲ ଭାବରେ ସେ ଆକାଉଣ୍ଟକୁ ସ୍କ୍ରୋଲ୍ କରିସାରିବା ପରେ ପଚାରିଲା, ଭାଇ, ଏ ସ୍ତ୍ରୀ ଲୋକ ଜଣକ କିଏ? ପୁରୁଷୋତ୍ତମ କହିଲା, ଇଏ ମୋ ସ୍ତ୍ରୀ, ଗାଁରେ ରୁହେ, ଘରେ ରହି ରିଲ୍ସ କରେ। ରିଲ୍ସରେ ସ୍ତ୍ରୀ ଲୋକଟି ଘର ଅଗଣାକୁ ସଫା କରୁଥିବାର ଦେଖାଯାଉଥାଏ। ରିଲ୍ସକୁ ପ୍ରତ୍ୟେକ ସମ୍ଭବ କୋଣରୁ ସୁଟ୍ କରାଯାଇଥିଲା। କେତେବେଳେ କ୍ୟାମେରା ଉପରୁ ରେକର୍ଡ଼ିଂ କରୁଛି, କେତେବେଳେ ସାମ୍ନାରୁ ଏବଂ କେତେବେଳେ ତଳ ଆଡ଼ୁ। ପ୍ରତ୍ୟେକ ରିଲ୍ସମାନଙ୍କରେ 1000 ପାର ଭ୍ୟୁଜ୍, ଏପରିକି ଲକ୍ଷ ଲକ୍ଷ ମଧ୍ୟ ଯାଉଛି। ଆକାଉଣ୍ଟରେ ଫଲୋଅର୍ସ ସଂଖ୍ୟା 20,000। ପ୍ରତ୍ୟେକ ରିଲ୍ସ କମେଣ୍ଟସରେ ଭରପୁର। ଭାଉଜ ଖୁବ୍ ସୁନ୍ଦର ଲାଗୁଛନ୍ତି, ଆଉ ଟିକିଏ ଜୁମ୍ କର, ଆର ଥରକୁ ଟିକିଏ ପାଖରୁ ଭିଡ଼ିଓ କରନ୍ତୁ, ଇତ୍ୟାଦି ଇତ୍ୟାଦି। ପରିସ୍ଥିତିକୁ ଯଦି ଦେଖିବା, ତେବେ ଏହି ରିଲ୍ସ ଅଥବା ଏହା ଉପରେ ଚାଲିଥିବା କମେଣ୍ଟସ୍ ସମ୍ପୂର୍ଣ୍ଣ ଭାବରେ ଅଶ୍ଳୀଳ ହୋଇନଥିଲେ ମଧ୍ୟ ବୁଝିବା କଷ୍ଟକର ନୁହେଁ। ଭାଇ, ତୁମ ସ୍ତ୍ରୀର ଏ ପ୍ରକାର ଭିଡ଼ିଓ କ'ଣ ତୁମକୁ ଭଲ ଲାଗୁଛି? ପୁରୁଷୋତ୍ତମ କହିଲା, ଲୋକେ ତାକୁ କୌଣସି ଗୋଟିଏ କାରଣ ପାଇଁ ଭଲ ପାଉଛନ୍ତି। ମୋତେ ଲାଗୁଛି ସେ ଦେଖିବାକୁ ସୁନ୍ଦର, ସେଥିପାଇଁ ବୋଧେ ସମସ୍ତେ ତାକୁ ପସନ୍ଦ କରୁଛନ୍ତି। ଏସବୁ ଶୁଣି ଯଶୋବନ୍ତ ପଚାରିଲା, ଭାଇ, ଏସବୁ କରି ତୁମକୁ କ'ଣ ମିଳୁଛି? ପୁରୁଷୋତ୍ତମ ଏବେ ଯଶୋବନ୍ତକୁ ବୁଝାଇବା ଆରମ୍ଭ କରିଦେଲା। ପୁରୁଷୋତ୍ତମ କାଳେ ଖରାପ ଭାବିବ କହି ଯଶୋବନ୍ତ ସଂକୋଚରେ ପଚାରିଲା, ଭାଇ, ଗୋଟେ କଥା ପଚାରିବି, କିଛି ଖରାପ ଭାବିବ ନାହିଁ। ଭାଉଜ ଏମିତି କରୁଛନ୍ତି, ମାନେ ତୁମ ସ୍ତ୍ରୀ ଏମିତି କରୁଛି, ତୁମକୁ ଅନୁଚିତ ଲାଗୁନି? ମାନେ ଅଜଣା ଲୋକ ତୁମ ସ୍ତ୍ରୀକୁ କିଏ କେଉଁ ଅଶ୍ଳୀଳ ନଜରରେ ଦେଖୁଥିବ, ତୁମକୁ ଖରାପ ଲାଗୁନି? ପୁରୁଷୋତ୍ତମ ହସି ହସି କହିଲା, ଆରେ ଭାଇ, ଫିଲ୍ମ ଷ୍ଟାରମାନଙ୍କୁ ମଧ୍ୟ ଲୋକେ ଅଶ୍ଳୀଳ ନଜରରେ ଦେଖନ୍ତି, ତାପରେ ମଧ୍ୟ ସେମାନଙ୍କୁ ବଡ଼ ଷ୍ଟାର କୁହନ୍ତି। ଦୂରରେ ଥାଇ ଯଦି କୌଣସି ବ୍ୟକ୍ତି ତା ଫୋନରେ ମୋ ସ୍ତ୍ରୀକୁ ଅଶ୍ଳୀଳ ନଜରରେ ଦେଖୁଛି, ତେବେ ସେଥିରୁ କ'ଣ ହୋଇଗଲା? ଯଦି ମୋ ସ୍ତ୍ରୀ ଘରେ ବସି ମୋଠୁ କେଇ ଗୁଣା ଅଧିକରେ କମାଇ ପାରୁଛି, ତେବେ ଏଥିରେ ଅନୁଚିତ କ'ଣ? ଚା ଦୋକାନରେ ବସି ସେହି ଦୁଇ ଜଣଙ୍କ କଥାବାର୍ତ୍ତା ଶୁଣି ମୁଁ କହିବା ପାଇଁ ଚାହୁଁଥିଲି କି ତା ସ୍ତ୍ରୀ ବହୁତ ଶୀଘ୍ର ଏବେ କୌଣସି ଏକ ଇନଷ୍ଟାଗ୍ରାମ ଫ୍ୟାନ୍ ସହ ଫେରାର ମାରିବ।